ଏବେ ପ୍ରତି ଗ୍ରାମରେ ମିନି ରାଇସ୍ ମିଲର ଚାହିଦା ବହୁତ ମାତ୍ରାରେ ବଢ଼ି ଚାଲିଛି ଏବଂ ବହୁତ ଲୋକ ମୋତେ କମେଣ୍ଟ କରି କହୁଛନ୍ତି କି ସେମାନଙ୍କର ଯେଉଁ ମିନି ରାଇସ୍ ମିଲ୍ ଅଛି ସେମାନଙ୍କର କୁଣ୍ଡା ଫାଳ ଫାଳ ହେଉଛି। ଠିକ୍ ଅଛି, କାହିଁକିନା ଯେହେତୁ ଆମର ଗାଈଙ୍କ ପାଇଁ ଆମର ଖାଦ୍ୟ ହେଉଛି କୁଣ୍ଡା। ଠିକ୍ ଅଛି, ତ କୁଣ୍ଡା ଯଦି ଫାଳ ଫାଳ ହେବ ତ ଗାଈ ଗୋରୁ ଖାଇପାରିବେ ନାହିଁ। ଠିକ୍ ଅଛି, ମୁଁ ଆଜି এই ଭିଡ଼ିଓରେ ଆପଣମାନଙ୍କୁ କହିବି କି କିଭଳି ଭାବରେ ଆପଣ କୁଣ୍ଡାକୁ ପ୍ଲେନ୍ କରିପାରିବେ ଯାହାକି ଗାଈ ଗୋରୁ ଆରାମସେ ଖାଇପାରିବେ। ଠିକ୍ ଅଛି, ଭିଡ଼ିଓଟାକୁ କଣ୍ଟିନ୍ୟू ଦେଖନ୍ତୁ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିଦେବେ ଏବଂ ସାଙ୍ଗସାଥି ସେୟାର ନିଶ୍ଚିନ୍ତ କରିବେ। ଚାଲନ୍ତୁ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ଯେତେବେଳେ ଆପଣ ନୂଆ ମେସିନ୍ କିଣିଛନ୍ତି, ଠିକ୍ ଅଛି, ଯେତେବେଳେ ଆପଣ ନୂଆ ମେସିନ୍ କିଣି ଦେଇଛନ୍ତି ସେଥିରେ କମ୍ପାନୀରୁ ଯେଉଁ ଲାଗିକି ଆସିଥିବ ଯେଉଁ ଜାଲି ସେଇଟା ହେଉଛି 1.3ର। ଠିକ୍ ଅଛି, ସେଥିପାଇଁ ଆପଣଙ୍କର କୁଣ୍ଡା ଯେଉଁ ଆସୁଛି ସେଇଟା ଫାଳ ଫାଳ ହେଇ ବାହାରୁଛି। ଠିକ୍ ଅଛି, ଯେତେବେଳେ ବି ଆପଣ ସେକେଣ୍ଡ ଟାଇମ୍ ଜାଲି ଚେଞ୍ଜ କରୁଛନ୍ତି, ଠିକ୍ ଅଛି, ଆପଣ 1 mm କିମ୍ବା 1.2 ବ୍ୟବହାର କରନ୍ତୁ। ଆପଣଙ୍କର ଦେଖିବେ କୁଣ୍ଡା ପୁରା ମସ୍ତ ବାଗରେ ହେବ। ଠିକ୍ ଅଛି, ଏବଂ ଆପଣଙ୍କ ମେସିନ୍ ମଧ୍ୟ ବଢ଼ିଆ ସେ ଚାଲିବ। 1.0 ନହେଲେ 1.2। ଠିକ୍ ଅଛି, ଆପଣମାନେ ଦେଖେଇ ଦେଉଛି ଜାଲି। ये जो जालीटा ଆପଣ ଦେଖୁଛନ୍ତି ଇଏ ହେଉଛି 1.2। ଠିକ୍ ଅଛି, ଆଉ ବର୍ତ୍ତମାନ ଯେଉଁ ଜାଲିଟା ମୁଁ ପକେଇଛି ଇଏ ହେଉଛି 1.0। ଆପଣମାନେ ଦେଖିପାରୁଥିବେ। ଠିକ୍ ଅଛି, ଏମିତି କରି ଆପଣଙ୍କର କୁଣ୍ଡାକୁ ମଧ୍ୟ ମୁଁ ଦେଖେଇ ଦେଉଛି କୁଣ୍ଡାଟା କେମିତି ହେଇଛି। ଆପଣମାନଙ୍କୁ କୁଣ୍ଡା ବି ଦେଖେଇଦେବି। କୁଣ୍ଡା ଦେଖନ୍ତୁ, ପୁରା ଫାଣ୍ଟାଷ୍ଟିକ୍ କୁଣ୍ଡା ହେଇଛି, ପୁରା ପ୍ଲେନ୍ ମଧ୍ୟ ହେଇଛି। ଆକୁ ଗାଈ ଆରାମସେ ଗାଈ ଗୋରୁ ଆରାମସେ ଖାଇବେ। ଠିକ୍ ଅଛି, ଏମିତି ଆପଣଙ୍କର କୁଣ୍ଡାକୁ ପ୍ଲେନ୍ କରନ୍ତୁ। ଆଉ ଇଏ ମୋର ଛୋଟ ବିଜନେସ୍ ଆପଣମାନଙ୍କୁ କେମିତି ଲାଗୁଛି ଆପଣ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ କମେଣ୍ଟଟା ନିଶ୍ଚିନ୍ତ କରିବେ। ଆପଣ ଯଦି କୁଣ୍ଡାକୁ ପ୍ଲେନ୍ କରିବାକୁ ଚାହୁଁଛନ୍ତି ଯେଉଁ ପ୍ରୋସେସ୍ ମୁଁ କହିଲି ସେଇ ପ୍ରୋସେସ୍ କରନ୍ତୁ। କମ୍ପାନୀ ଯେଉଁ ଜାଲିଟା ପକାଇଥିବ ଆଧିରେ ଆ ଭିତରେ ଯେଉଁ କମ୍ପାନୀ ପ୍ରଥମରୁ ପଡ଼ିଥିବ ସେଇଟା ଆପଣ 1.3 ପଡ଼ିଥିବ। ଠିକ୍ ଅଛି, ଆଉ ଯେଉଁ ଦୋକାନୀମାନଙ୍କ ପାଖକୁ ଯାଉଛନ୍ତି ଜାଲି ଆଣିବାକୁ ସେମାନେ ତାଙ୍କର ଲାଭ ପାଇଁ ବହୁତ ବିଭିନ୍ନ ପ୍ରକାର ଜାଲି ଦେଖେଇବେ, କିନ୍ତୁ ତାଙ୍କଠାରୁ ଯେଉଁମାନେ ଅଧିକା କଳ ଚଳାନ୍ତି, ଯେହେତୁ ମୁଁ 2 ବର୍ଷ ହେଲାଣି କଳ ଚଳିଲାଣି, ତ ମୋର ଏକ୍ସପିରିଏନ୍ସ ଆଧିରେ ଅଛି କି କିଭଳି ଭାବରେ ଆପଣ ପ୍ଲେନ୍ କୁଣ୍ଡା କରିପାରିବେ, କିଭଳି ଫାଳ ଫାଳ କୁଣ୍ଡା ହେବ, ସବୁ ମୁଁ ଅଧିକା ଜାଣିଛି। ଦୋକାନୀଙ୍କର ଲାଭ ପାଇଁ ଆପଣଙ୍କୁ ବିଭିନ୍ନ ପ୍ରକାର ଜାଲି ଦେଖେଇବେ। ଠିକ୍ ଅଛି, ଆପଣ କେବଳ ଅରିଜିନାଲ୍ ଜାଲି କିଣନ୍ତୁ ଏବଂ ବହୁତ ଦିନ ଲାଷ୍ଟିଂ କରିବ। ଏବଂ କୁଣ୍ଡାକୁ ପ୍ଲେନ୍ କରିବା ପାଇଁ 1.0 କିମ୍ବା 1.2 ଜାଲି ବ୍ୟବହାର ନିଶ୍ଚିନ୍ତ କରନ୍ତୁ। ଦେଖିବେ ଆପଣଙ୍କ କୁଣ୍ଡା ମସ୍ତ ଚାଲିବ, କଳ ମସ୍ତ ଚାଲିବ। ଠିକ୍ ଅଛି, ଆଶା କରୁଛି ଏ ଭିଡ଼ିଓରୁ ଆପଣ କିଛି ଶିଖିବାକୁ ପାଇଥିବେ। ଯଦି ଶିଖିବାକୁ ହୋଇଥାଏ ଗୋଟେ ଲାଇକ୍ଟା ନିଶ୍ଚିତ କରିବେ।